ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ ଯେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ବାସୁଦେବପୁର ସୌରଭ ସମ୍ମାନ ଉତ୍ସବ ଚଳିତ ମାସ 25 ତାରିଖ ଠାରୁ ଅନୁଷ୍ଠିତ ହେବ ଏବଂ ଏହି ଅବସରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ ଏବଂ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ସେହି ଉତ୍ସବରେ ପୁରସ୍କୃତ କରାଯିବ। ତା ସହିତ ପୂର୍ବ ପରମ୍ପରା ଅନୁଯାୟୀ ବାସୁଦେବପୁର ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୃତି ସନ୍ତାନ ମାନଙ୍କୁ ବାସୁଦେବପୁର ସୌରଭ ମଞ୍ଚରେ ତାଙ୍କୁ ସମ୍ମାନିତ କରାଯିବ। ବାସୁଦେବପୁର ସୌରଭକୁ ସାରା ଦୁନିଆକୁ ବିତରିତ କରିବା ପାଇଁ ବାସୁଦେବପୁର ସୁରଭିକୁ ପୃଥିବୀର କୋଣ ଅନୁକୋଣରେ ପହଞ୍ଚିବା ପାଇଁ ବାସୁଦେବପୁର ସୌରଭ ସମ୍ମାନର ଉଦ୍ଦେଶ୍ୟ ଏବଂ ଏହା ଦ୍ୱାରା ଆମ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଯେଉଁମାନେ ଆମ ଅଞ୍ଚଳ ଲୋକ ବି ତାଙ୍କୁ ଚିହ୍ନୁ ନାହାନ୍ତି ବା ଜାଣିପାରୁନାହାନ୍ତି ତାଙ୍କୁ ଆମ ଅଞ୍ଚଳ ସହିତ ପରିଚିତ କରିବା ସହିତ ସାରା ଦୁନିଆରେ ତାଙ୍କୁ ଆମେ ପରିଚିତ କରାଇବା ଏବଂ ତାଙ୍କୁ ତାଙ୍କ ଆମ ମାଧ୍ୟମରେ ଆମେ ବାସୁଦେବପୁରକୁ ଗୋଟେ ଗୌରବବୋଧର ମାନେ ଅବସ୍ଥାକୁ ଆମେ ବାସୁଦେବପୁରକୁ ଆଣିବା। ଏହି ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ତା ସହିତ ବାସୁଦେବପୁର ସୌରଭ ସମ୍ମାନରେ ଅବସରରେ ଗୋଟେ ସ୍ମରଣିକା ପ୍ରକାଶ ପାଇବ ଯେଉଁଥିରେ କି ବାସୁଦେବପୁରର କଳା ସାହିତ୍ୟ ସଂସ୍କୃତି ଇତିହାସ ଏସବୁ ତା ଦେହରେ ରହିବ ତାର ମୁଖ୍ୟ ବିଷୟବସ୍ତୁ। ତା ଛଡ଼ା ବାଣିଜ୍ୟ ମେଳା, ପୁସ୍ତକ ମେଳା ଏବଂ ବିଭିନ୍ନ ପ୍ରକାରର ସରକାରଙ୍କର ସୂଚନା ଧର୍ମୀ ଷ୍ଟଲ୍ ସ୍ଥାନିତ କରାଯିବ। ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାସୁଦେବପୁର ସୌରଭ ସମ୍ମାନ ସମଗ୍ର ବାସୁଦେବପୁର ଅଞ୍ଚଳର ବିକାଶ ଏବଂ ସୌରଭର ବାର୍ତ୍ତା ପ୍ରଚାର କରିବ। ଏ ହେଉଛି ମୁଖ୍ୟ ଉଦ୍ଦେଶ୍ୟ। এই যে সৌরভ সম্মান সমারোহ এখানে আবশ্যক পড়ুଥିବା ପୁଞ୍ଜି ଏ ନବନିର୍ମାଣ ସେବା ବିନା କୌଣସି କର୍ପୋରେଟ ହାଉସ ବା ସରକାରୀ ସହାୟତା ବିନା କେମିତି ପୂରଣ କରିବା ପାଇଁ ରଖାଯିବ? ଆଗରୁ ଯାହା ଯେତେ ଥର ଅନୁଷ୍ଠିତ ହେଇଛି ସରକାରୀ ସହାୟତା ନାହିଁ କହିଲେ ଚଳେ। କେବଳ ଯାହା ସପୋର୍ଟ ଯାହା ଯେମିତି ମିଳେ କିନ୍ତୁ ସମ୍ପୂର୍ଣ୍ଣ ଆମେ ନିଜସ୍ୱ ବ୍ୟବସ୍ଥାରେ ଏ ଯୋଉ ଅଧ୍ୟକ୍ଷ ଜୟପ୍ରକାଶ ମଲ୍ଲିକ ତାଙ୍କ ବ୍ୟକ୍ତିଗତ ଉଦ୍ୟମରେ ଏସବୁ କାର୍ଯ୍ୟ କରି ଆସିଛନ୍ତି। ଆମେ ଆଶା କରୁଛୁ ଓଡ଼ିଶା ସରକାର ସଂସ୍କୃତି ବିଭାଗ ଆମର ରାଜ୍ୟର ସଂସ୍କୃତି ମନ୍ତ୍ରୀ ଜଣେ ସଂସ୍କୃତି ଅନୁରାଗୀ ବ୍ୟକ୍ତିତ୍ୱ, ତେଣୁ ମୁଁ ଆଶା କରୁଛି ଆଗାମୀ ଦିନରେ ବାସୁଦେବପୁର ସୌରଭ ସମ୍ମାନ ପ୍ରତି ତାଙ୍କର ନିଶ୍ଚୟ ସହାୟତା ରହିବ ଏବଂ ସାହାଯ୍ୟ ରହିବ, ଯାହାଫଳରେ କି ବାସୁଦେବପୁର ସୌରଭ ସମ୍ମାନ ଆଉ ଟିକେ ଭଲ ହେଇକିରି ଆମେ ଆୟୋଜନ କରିପାରିବା। আজি পবিত্র উৎকল দিবস অবসরের আজি বাসুদেবপুর সৌরভ সম্মান উৎসব 2025 পালন ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଉକ୍ତ ସାମ୍ବାଦିକ ସମ୍ମିଳନୀ ଆୟୋଜନର ଉଦ୍ଦେଶ୍ୟ ହେଲା ଆଗାମୀ 25/4/2025 ରୁ 4/5/2025 ପର୍ଯ୍ୟନ୍ତ ଦୀର୍ଘ 10 ଦିନ ଧରି ବାସୁଦେବପୁର ସୌରଭ ସମ୍ମାନ ଉତ୍ସବ ପାଳନ କରାଯିବ। ଏଥିରେ ରାଜ୍ୟ ବାହାରୁ ମଧ୍ୟ ବିଭିନ୍ନ ବାଣିଜ୍ୟ ପ୍ରତିଷ୍ଠାନ ମାନେ ଯୋଗଦାନ କରିବେ। ବାସୁଦେବପୁର ଅଞ୍ଚଳର ବିଭିନ୍ନ ବ୍ୟବସାୟିକ ସଂଘ ଯୋଗଦାନ କରିବେ ଏବଂ ଇଏ ବାସୁଦେବପୁର ସୌରଭ ସମ୍ମାନ କେବଳ ଆମୋଦ ପ୍ରମୋଦ ପାଇଁ ନୁହେଁ, এটা ଏକ ବିଭିନ୍ନ ପ୍ରୋଗ୍ରାମର ସମଷ୍ଟି। ଏଥିରେ ବାସୁଦେବପୁରରେ ପୁସ୍ତକ ମେଳା ମଧ୍ୟ ଅନୁଷ୍ଠିତ ହେବ। ବାଣିଜ୍ୟ ମେଳା, ପୁସ୍ତକ ମେଳା ଏବଂ ସମ୍ବର୍ଦ୍ଧନା ସଭା ବିଭିନ୍ନ କ୍ଷେତ୍ରରେ ବାସୁଦେବପୁର ଅଞ୍ଚଳର ବିଭିନ୍ନ କୃତି ପ୍ରତିଯୋଗୀ ବିଭିନ୍ନ ସୌରଭକୁ ତାଙ୍କର ବାସ୍ନାକୁ ଲୋକଲୋଚନକୁ ଆଣିବା ପାଇଁ ଏ ପ୍ରୋଗ୍ରାମ ଆଗାମୀ 2025 ରେ ଏହି ପ୍ରୋଗ୍ରାମ ବାସୁଦେବପୁର ପାଇଁ ଏକ ବଡ଼ ପ୍ରୋଗ୍ରାମ ହେବା ପାଇଁ ଯୋଜନା ଅଛି।